ସାହିତ୍ୟରେ ତୁଳନା ସାହିତ୍ୟରେ ତୁଳନା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ସାହିତ୍ୟରେ ତୁଳନା କହିଲେ ଲେଖକୀୟ ଭାବନାର ମିଶ୍ରଣ ବା ମିଶିଯିବାକୁ ହିଁ ବୁଝାଏ। ଲେଖକୀୟ ଭାବନାର ସୀମା ସରହଦ ଅଛି। ଲେଖକ ଭାବିବାକୁ ଯାଇ ଜୀବନ ଓ ଜଗତ ଭିତରେ ବନ୍ଦୀ ହୋଇ ରହିଯିବ। ଏ ଦୁହିଁଙ୍କଠାରୁ କଦାପି ବାହାରିକି ଯାଇପାରିବ ନାହିଁ। କାରଣ ସାହିତ୍ୟ ଏ ଦୁହିଁଙ୍କୁ ନେଇ ରଚିତ ହୋଇଥାଏ। ଏ ଦୁହିଁଙ୍କଠାରୁ ବହିର୍ଭୂତ ହୋଇ ସାହିତ୍ୟର ବିଷୟ ନାହିଁ। ତେଣୁ ଜୀବନ ଓ ଜଗତ ବିଷୟକୁ ନେଇ ଭାବନାର ଆସିମିଲେସନ୍ ବା ମିଶାମିଶି ହୋଇଯିବାଟା ବିଚିତ୍ର କିଛି ନୁହେଁ। ସେଥିପାଇଁ ସାହିତ୍ୟରେ ତୁଳନା ରହି ଏକା ନାମର ଏବଂ ଏକା ବିଷୟର ପ୍ରସଙ୍ଗକୁ ଭିତ୍ତି କରି ତୁଳନାତ୍ମକ ସାହିତ୍ୟ ଏବଂ ତୁଳନାତ୍ମକ ସମୀକ୍ଷା ସୃଷ୍ଟି କରିବା ଏକାନ୍ତ ସାଧାରଣ କଥା। ତୁଳନାତ୍ମକ ସାହିତ୍ୟ ସୃଷ୍ଟି ହୋଇ ନଥିଲେ ତୁଳନାତ୍ମକ ସମୀକ୍ଷା ନଥାନ୍ତା। ତୁଳନାତ୍ମକ ସମୀକ୍ଷା ତୁଳନାତ୍ମକ ସାହିତ୍ୟର ହିଁ କରିଥାଏ, ଅନ୍ୟ କାହାରି କରିନଥାଏ। ନାମକୁ ଦେଖି କାର୍ଯ୍ୟ ସାଧିତ ହୋଇଥାଏ। ନାମ ଯଦି ତୁଳନାର ଅଛି ତେବେ କାମ ବି ତୁଳନାର ହିଁ ହେବ। ତୁଳନା ଅଳଙ୍କାରର ବିଷୟ ତଥା ପାରସ୍ପରିକ ସାମଞ୍ଜସ୍ୟାତ୍ମକ ମନୋଭାବନାରୁ ହିଁ ମନକୁ ଆସେ ଓ ସାହିତ୍ୟରେ ଲେଖି ହୋଇଯାଏ। ଦୁହେଁ ପରିପୂରକ ଏବଂ ଅବିଚ୍ଛିନ୍ନ। ତୁଳନାତ୍ମକ ସମୀକ୍ଷା ତୁଳନାତ୍ମକ ସାହିତ୍ୟକୁ ସୃଷ୍ଟି କରିବା ପାଇଁ ସୃଷ୍ଟି ହୋଇଛି। ଅର୍ଥାତ୍ ତୁଳନାତ୍ମକ ସମୀକ୍ଷାରେ ତୁଳନାତ୍ମକ ସାହିତ୍ୟର କଥା ହିଁ କୁହାଯାଇଥାଏ। ତେବେ ତୁଳନାତ୍ମକ ସାହିତ୍ୟ ଏବଂ ତୁଳନାତ୍ମକ ସମୀକ୍ଷା ସୃଷ୍ଟି କରିବା ସହଜ ବ୍ୟାପାର ନୁହେଁ। ବିଶେଷ କରି ତୁଳନାତ୍ମକ ସମୀକ୍ଷା ଲେଖିବା ନିହାତି କଷ୍ଟକର ତଥା ସଜ୍ଞାନଚିତ୍ତର କାମ। ସମୀକ୍ଷକ ଜାଣିଥିବା ଦରକାର କୋଉଠି କେଉଁ କେଉଁ ବିଷୟ ପ୍ରସଙ୍ଗକୁ ନେଇ ତୁଳନାତ୍ମକ ସାହିତ୍ୟ ସବୁ ରହିଅଛି। ଜାଣୁଥିଲେ, ଇଚ୍ଛା ଥିଲେ ତୁଳନାତ୍ମକ ସମୀକ୍ଷା ସହଜରେ କରିହେବ। ଦୁଇଟି ସମଭାବାପନ୍ନତାର ବିଷୟ ଏଥିରେ ଆସିବେ। ଜାତି ଯାହା ହେଉଛି ହେଉ, ସମଜାତୀୟର ହେଉ ଅବା ବିଜାତୀୟତାର ହେଉ। ଭକ୍ତକବି ମଧୁସୂଦନ ରାଓଙ୍କର ବର୍ଷା ନାମକ ପଦ୍ୟ ଏବଂ କବିବର ରାଧାନାଥ ରାୟଙ୍କର ବର୍ଷା ନାମକ ପଦ୍ୟ ସମଜାତୀୟତାର ଅର୍ଥାତ୍ ଦୁହେଁ କବିତା ଅଟନ୍ତି। ସେହିପରି ମଧୁରାଓଙ୍କର ପଦ୍ମ କବିତା ଏବଂ ନାରୀ କବି ଉତ୍କଳ ଭାରତୀ କୁନ୍ତଳା କୁମାରୀଙ୍କର କମଳପ୍ରତି ନାମକ କବିତା ଦୁହେଁ ପଦ୍ୟ ଥିବାରୁ ସମଜାତୀୟତାର ଅଛନ୍ତି। ସେହିପରି ଛାନ୍ଦସିକ କବି ରାଧାମୋହନ ଗଡ଼ନାୟକଙ୍କର ମାଟି ନାମକ କବିତା, ରହସ୍ୟବାଦୀ କବି ବୈକୁଣ୍ଠନାଥଙ୍କର ମାଟି କବିତା ଦୁହେଁ କବିତା ଥିବାରୁ ଏକା ଜାତିର ସମବର୍ଗର ଅଟନ୍ତି। ସେହିପରି ପଦ୍ମଶ୍ରୀ ଡକ୍ଟର ସଚ୍ଚିଦାନନ୍ଦ ରାଉତରାୟଙ୍କର କୋଣାର୍କ ନାମକ କବିତା, ରୋମାଣ୍ଟିକ କବି ଡକ୍ଟର ମାୟାଧର ମାନସିଂଙ୍କର କୋଣାର୍କ ନାମକ କବିତା ଏବଂ କବି ଭାନୁଜୀ ରାଓଙ୍କର କୋଣାର୍କ ନାମକ କବିତା ପଦ୍ୟ ଥିବା କାରଣରୁ ଏକା ଜାତିର ବା ସମଜାତୀୟତାର ଅଟନ୍ତି। ପରନ୍ତୁ ଗାଳ୍ପିକ, ଇଂରାଜୀ ଅଧ୍ୟାପକ ଏକଦା ଥିବା ରାମଚନ୍ଦ୍ର ବେହେରାଙ୍କର ଗେଣ୍ଡା ନାମକ ଗଳ୍ପ ଏବଂ ଇଂରାଜୀ ଅଧ୍ୟାପକ ଥିବା ନାଟ୍ୟକାର ରମେଶ ପ୍ରସାଦ ପାଣିଗ୍ରାହୀଙ୍କର ଗେଣ୍ଡା ନାମକ ଏକାଙ୍କିକା ବା ଛୋଟ ନାଟକ ନାମ ଦୃଷ୍ଟିରୁ ସମାନ ଥିଲେ ବି ଗୋଟିଏ ଗପ ଏବଂ ଅନ୍ୟଟି ନାଟିକା ଶ୍ରେଣୀୟ ଅଟନ୍ତି। ତୁଳନାତ୍ମକ ସାହିତ୍ୟ ଏଥିପାଇଁ ହେବେ କି ନାମ ଦୁହିଁଙ୍କର ସମାନ, ଭାଷା ଦୁହିଁଙ୍କର ସମାନ, ମାନେ ଓଡ଼ିଆ। ପେଚା ନାମରେ ଓଡ଼ିଆ ଅଧ୍ୟାପକ ଏକଦା ଥିବା କବି ଚିନ୍ତାମଣି ବେହେରାଙ୍କର କବିତା ସହିତ କବି ଗୋଦାବରୀଶ ମହାପାତ୍ରଙ୍କର ପେଚା କବିତା ସମଜାତୀୟ ତୁଳନାତ୍ମକ ସାହିତ୍ୟରେ ଅଛନ୍ତି। ପରନ୍ତୁ ବିଷୟବସ୍ତୁରେ ଆଂଶିକ ସମତା ରଖିଥିବା କାରଣରୁ ରୋମାଣ୍ଟିକ କବି ବିନୋଦ ଚନ୍ଦ୍ର ନାୟକଙ୍କର ସେଲିମର ସ୍ୱପ୍ନ କବିତା ସହିତ ଇଂରାଜୀ କବିତା ଦି ସ୍ଲେଭ୍ସ ଡ୍ରିମ୍ର ତୁଳନାତ୍ମକ ସାହିତ୍ୟ ସୃଷ୍ଟି ବୋଲାଇ ପାରିବ। ଭାଷା ଭିନ୍ନ ଥାଉ ତଥାପି ଜାତି ଏକ ଅଛି, ମାନେ ଦୁହେଁ କବିତା। ଦୁଇଟି କବିତାର ରସ କରୁଣ। ଦୁହେଁ ସେଲିଙ୍କ ଭାଷାରେ କହିଲେ ଆମର ସେହି ସଙ୍ଗୀତ ଗୁଡ଼ିକ ମହାନ ଯିଏକି ଆମକୁ ଦୁଃଖରେ ଅଭିଭୂତ କରନ୍ତି। Our sweetest songs are those that tells saddest thoughts. କରୁଣ ରସର କବିତା ବେଶୀ ମର୍ମସ୍ପର୍ଶୀ ବା ହୃଦୟଗ୍ରାହୀ ମନେ ହୋଇଥାନ୍ତି। କାରଣ ଶୀଘ୍ର ମନଛୁଆଁ, ପୁଣି ଚକ୍ଷୁରୁ ଆବେଗପ୍ରାଣ ଦରଦୀ ବ୍ୟକ୍ତି ବା ପାଠକ ଆଖିରୁ ଲୁହ ବୁହାନ୍ତି, ଅବିସ୍ମରଣୀୟ ମନେ ହୋଇଥାନ୍ତି। ଦେଖାଯାଇଅଛି କି ବ୍ୟାସକବି ଫକୀରମୋହନ ସେନାପତିଙ୍କର ଛଅମାଣ ଆଠଗୁଣ୍ଠ ନାମକ ଉପନ୍ୟାସ ସହିତ ମୁନ୍ସି ପ୍ରେମଚାନ୍ଦଙ୍କର ଗୋଦାନ ଉପନ୍ୟାସ
ଉପନ୍ୟାସର ତୁଳନାତ୍ମକ ସମୀକ୍ଷା ହୋଇଥାଏ। ଦୁହେଁ ଉପନ୍ୟାସ ଭାଷା ଗୋଟିକର ଓଡ଼ିଆ ହେଲେ ଅନ୍ୟ ଗୋଟିକର ହିନ୍ଦୀ। କାରଣ ଗ୍ରାମୀଣ ଚିତ୍ର ଥିବା ତଥା ଗାଈର ଚରିତ୍ର ଥିବା ଏବଂ ମହାଜନୀ ବା ଜମିଦାରୀ ଶାସନ ପ୍ରଥା ଜମି ଜମାକୁ ନେଇ କଥାବସ୍ତୁ ରହିଛନ୍ତି। କବିବର ରାଧାନାଥ ରାୟଙ୍କର ଖଣ୍ଡକାବ୍ୟ ଚିଲିକା କାବ୍ୟ ସହିତ ଅଧ୍ୟାପକ ଜୟକୃଷ୍ଣ ମିଶ୍ରଙ୍କର ଅଂଶୁପା କାବ୍ୟ ଦୁହେଁ ଆଗପଛ ହୋଇ ତୁଳନାତ୍ମକ ସାହିତ୍ୟ ଅଟନ୍ତି। ଏତେ ସବୁ ଓଡ଼ିଆ ଭାଷାର ତୁଳନାତ୍ମକ ସାହିତ୍ୟର ଉଲ୍ଲେଖକରଣ ପରେ ଦୁହେଁ ତୁଳନାତ୍ମକ ସାହିତ୍ୟକୁ ବିଶେଷତା ନେଇ ଅଧ୍ୟୟନ ନେଇ ବୁଝାମଣା ନେଇ ସବିଶେଷ ଜାଣିବାକୁ ହେଲେ ଆମକୁ ତୁଳନାତ୍ମକ ସମୀକ୍ଷାର ସାହାଯ୍ୟ ନେବାକୁ ହେବ। ଯେହେତୁ ସାମଞ୍ଜସ୍ୟାତ୍ମକ ସାହିତ୍ୟ ସୃଷ୍ଟି ଅଟନ୍ତି, ଦୁହିଁଙ୍କୁ ମିଶାଇ ଏକତ୍ର ସମାଲୋଚନାର ପରିସୀମାକୁ ଅଣାଯାଇ ପାରିଲେ ଯାଇ ତୁଳନାତ୍ମକ ସମୀକ୍ଷାର ଆକାର ତଥା ପରିସର ବୃଦ୍ଧି ପାଇପାରିବ। ଏଥିପାଇଁ ସାଧନା ଶ୍ରମ ଏକାଗ୍ରତା ମନୋନିବେଶ ଦୁଇ ସମାନତା ବିଶିଷ୍ଟ ସାହିତ୍ୟର ଗଭୀର ଅଧ୍ୟୟନ ମନନ ମନ୍ଥନ କରିବାକୁ ହେବ। ନହେଲେ ଭଲ ନିଷ୍କର୍ଷରେ ପହଞ୍ଚି ପାରିବ ନାହିଁ ତୁଳନାତ୍ମକ ସମୀକ୍ଷାଟି। ତୁଳନାତ୍ମକ ସାହିତ୍ୟ ସର୍ଜନା ସହଜ ଥିବାବେଳେ ତୁଳନାତ୍ମକ ସମୀକ୍ଷାକରଣ ସହଜ ବା ଅନାୟାସ ନୁହେଁ। ଯେହେତୁ ହାତ ପାହାନ୍ତାରେ ସୁଯୋଗ ମିଳୁଥିବ, ଆଗ୍ରହ ବା ଇଚ୍ଛା ଥିବ, ତୁଳନାତ୍ମକ ସାହିତ୍ୟ କିଏ କୋଉଠି ବସି ସୃଷ୍ଟି କଲା ଏହା ଜାଣିବା ସହଜ ନୁହେଁ। ବରନ୍ତୁ ତୁଳନାତ୍ମକ ସମୀକ୍ଷା କରିବା ଯଦି ବିସ୍ତୃତ ପାଠାଗାର ଥାଏ, ସାହିତ୍ୟ ଦ୍ୱୟ ଯଦି ମୁଦ୍ରଣ ହୋଇଥାନ୍ତି, ହାତ ପାହାନ୍ତାରେ ମିଳୁଥାନ୍ତି, ସମୀକ୍ଷକର ଆଗ୍ରହ ଡାକେ, ତାହେଲେ ତୁଳନାତ୍ମକ ସମୀକ୍ଷା ସହଜ ମନେ ହୋଇପାରେ। ମନୋବୃତ୍ତି ସବୁଠୁ ବଡ଼ କଥା। ଯେହେତୁ ମନ ଗୁଣେ ଫଳ ବୋଲି କଥା ଅଛି, ଏହି ମନ ସିନା ଚତୁର୍ଦ୍ଧା ମୂରତିରେ ମୂଢ଼ମତି ଆହୁରି କଥା ରହିଅଛି। ବିଶ୍ୱବିଦ୍ୟାଳୟ ଶିକ୍ଷା ସ୍ତରରେ ତୁଳନାତ୍ମକ ସମୀକ୍ଷା ବା ଇଂରାଜୀର କମ୍ପାରେଟିଭ୍ କ୍ରିଟିସିଜିମ୍ର ବିଶେଷ ପତ୍ର ବା ସ୍ପେଶାଲ ପେପର ରହିଅଛି। ପରନ୍ତୁ ସୁଯୋଗ ତଥା ପରିସର ରହିଥିଲେ ମଧ୍ୟ ବିଶ୍ୱବିଦ୍ୟାଳୟ ଶିକ୍ଷାର୍ଥୀ ଏହାକୁ ନେବାରେ ଆଶାଜନକ ଫଳ ପରିଦୃଷ୍ଟ ହୋଇପାରି ନାହିଁ। କାରଣ ଏ ଦିଗରେ ପୂର୍ବସୂରୀମାନଙ୍କର କାମ କରଣ ବି ଫଳପ୍ରଦ ହୋଇନାହିଁ। ସହଜ ବାଟରେ ସମସ୍ତେ ଯିବାକୁ ତିଆର ପ୍ରସ୍ତୁତ, କଠିନ ଜଟିଳତମ ମାର୍ଗରେ ଯିବାକୁ କେହି ସହଜରେ ପ୍ରସ୍ତୁତ ହୋଇ ନଥାନ୍ତି, ଚାହାନ୍ତି ନାହିଁ ମଧ୍ୟ। ଯୋଉଥିପାଇଁ ତୁଳନାତ୍ମକ ସାହିତ୍ୟ ରଚନା ତୁଳନାରେ ତୁଳନାତ୍ମକ ସମୀକ୍ଷା ଆଶାଜନକ ସାଫଲ୍ୟ ସାହିତ୍ୟ ରୂପୀ ସୃଜ୍ୟମାନ କଳା ଦରବାରରେ ମୀମାଂସିତ ହୋଇପାରି ନାହିଁ। ତଥାପି ଏକଦା ଶଚୀ ରାଉତରାୟଙ୍କର ଅନ୍ଧାରୁଆ ଗପ ସହିତ ମୁନ୍ସି ପ୍ରେମଚନ୍ଦଙ୍କର ପୁସ୍ କି ରାତ ଗପର ତୁଳନାତ୍ମକ ସମୀକ୍ଷା ହୋଇଥିବାର ମୋ ଦ୍ୱାରା ଦେଖାଯାଇଥିଲା।